ଅନେକ ଷ୍ଟଡିରୁ ଜଣାପଡ଼ିଛି ଯେ ପୁରୁଷ ପିଲାମାନେ ଶାରୀରିକ ସମ୍ପର୍କ ରଖିବା ବେଳେ ବହୁତ ଶୀଘ୍ରରେ ବା ତରତର ହୋଇ କରିବାକୁ ଯାଆନ୍ତି, ଫଳରେ ସେମାନଙ୍କ ଶାରୀରିକ ତୃଷ୍ଣା ବାକି ରହିଯାଏ। ମାତ୍ର ଗୋଟିଏ ଝିଅ ଯେବେ କରିବାକୁ ଯାଏ ସେ ମନ ଦେଇ ସମୟ ଦେଇ ଉପଭୋଗ କରେ, ଫଳରେ ସେ ପୁରା ସାଟିସ୍ଫ୍ୟାକ୍ସନ୍ ହୋଇଥାଏ। ରିସର୍ଚ୍ଚ କହୁଛି ଯେ ଯଦି ଜଣେ ପୁରୁଷ ମାସକୁ 7 ରୁ 8 ଥର ଶାରୀରିକ ସମ୍ପର୍କ ରଖୁଥାଏ ତେବେ ତାହାର ହାର୍ଟ ଆଟାକ୍ ସମ୍ଭାବନା ବହୁତ କମିଯାଏ। ଅନେକ ସମୟରେ ପ୍ରେମ ଆମକୁ ସୁଖ ଦେଇଥାଏ, ଅନେକ ସମୟରେ ପ୍ରେମ ଆମକୁ ଦୁଃଖ ସହ ଚିନ୍ତାର ମଧ୍ୟ କାରଣ ହୁଏ। ଯେତେବେଳେ ମଣିଷର ମୋହ ସରିଆସେ ସେ ସମ୍ପତ୍ତି, ପ୍ରିୟଜନ, ବନ୍ଧୁ ସମସ୍ତଙ୍କ ପ୍ରତି ଆଉ ଲୋଭ ରୁହେନି। ଏହିସବୁ ଜିନିଷ ପ୍ରତି ଆଉ ହରେଇବାର ଯେଉଁ ଭୟ ତାହା ଦୂର ହୋଇଯାଏ। ଯଦି ଆପଣଙ୍କ ସ୍ତ୍ରୀଙ୍କୁ କରୁ କରୁ ହେଇଯାଉଛି କିମ୍ବା ନରିମି ଯିବାରୁ ଉଠୁନି, ଏହି ସମସ୍ୟାରେ ପଡ଼ିଛନ୍ତି, ତେବେ ଗୋଟିଏ ଭଲ ଉପାୟ କରନ୍ତୁ। ଅର୍ଜୁନ ଗଛର ଛେଲିକୁ ଆଣି ପାଣିରେ ଫୁଟେଇ ଦେବେ। ତାପରେ ଏହି ଫୁଟା ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ, ଗୋଟିଏ ଚାମଚ ମହୁ ମିଶାଇ ଦେବେ। ଏହି ମିକ୍ସକୁ ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ରାତିରେ ଖାଇବା ପୂର୍ବରୁ ପିଇଦେବେ। ଏହିପରି ରେଗୁଲାର 6 ସପ୍ତାହ କରିବା ପରେ ତୁମର ବହୁତ ଇମ୍ପ୍ରୁଭ୍ ହୋଇଥିବ। ଗୁପ୍ତାଙ୍ଗ ଟାଣ ହେବା ସହ ସମୟ ମଧ୍ୟ ବଢ଼ିବ। ଅର୍ଜୁନ ଗଛର ଛାଲିକୁ ଶୁଖେଇକି ପାଉଡର କରି ରାତିରେ ନଖ ଉଷୁମ କ୍ଷୀର ସାଙ୍ଗେ ପିଇଲେ କାମ ଇଚ୍ଛା ବଢ଼ିଥାଏ। ଏହା ସହ ସ୍ତମ୍ଭନ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।